जय जीशु। प्रभु जीशु कृष्णटारे मोर अति प्रिय भाई और भौणी मैंने समस्त केमती अच्छा भलरे रहतु। जौहन समाचार अध्याय 1 पद संज्ञा 1। आद्यरे वाक्य थिले, वाक्य ईश्वर सहित थिले एवं सही वाक्य ईश्वर थिले। आसतु मोर भाई और भौणी माने से वाक्य आम वर्तमान शुणा। जय जीशु। उत्पत्ति ग्रंथ अध्याय 31 पद 1 जाकोबंको पलायन। एकदा जाकोब लाबानंको पुत्र मानंकर एही वाक्यालाप शुणिबाकू पाइले, आम पितांको संपद सबु जाकोब करायत करिअछि। आम पितांको ठारू से समस्त धन संपद लाभ करिअछि। जाकोब देखिले जे लाबान तांको प्रति पूर्व भली प्रीति प्रदर्शन करुनाहांती। से समय रे प्रभु जाकोबंकु कहिले, तुम पितृपुरुष और आत्मीय मानक देश को प्रत्यावर्तन कर, मु तुमर सहवर्ती रहिबी। तहु लोक पठाई राहेल और लेयांकु मेषपल चराउथिबा खेत मध्यकु से डाकिले। से सेमानंकु कहिले, तुम मानंक पिता पूर्व भली मो प्रति संप्रीति प्रदर्शन करुनाहांती, किंतु मोर पितांकर ईश्वर मोर सहवर्ती रहिछंती। मोर समस्त शक्ति देई मुझे तुम पितांकर परिचर्या कली तुम मानंकु एहा अवगत। तथापि तुम मानंकर पिता मते प्रतारणा करी 10-12 मोर पारिश्रमिक परिवर्तित करिछंती, किंतु मोर क्षति करिबा पई ईश्वर तांकु अनुमति देले नाही। बिंदु चिन्हित मेष गुड़िक सबु तुमर पारिश्रमिक स्वरूप हेबे बोली से जेतेबेले कहिले, तेबे मेषपल बिंदु चिन्हित शावक मानंकु जन्म देले। किंतु रेखांकित मेष गुड़िक सबु तुमर पारिश्रमिक स्वरूप हेबे बोली से जेतेबेले कहिले, सेतेबेले मेषपुल रेखांकित शावक मानंकु प्रसव कले। एही भली भावे ईश्वर तुम पितांकर पशु मानंकु तांको ठारू नेई मते प्रदान करिछंती। मेषमानंक संगम कालरे मु स्वप्न देखिली जे संगम युक्त हेउथिबा पुंग छागगण रेखांकित बिंदु चिन्हित तथा चित्र विचित्र विशिष्ट थिले। से समस्ते ईश्वरंक दूत स्वप्न रे मते डाकी कहिले, हे जाकोब। मु प्रत्युत्तर देली, मु एही। देवदूत मते कहिले, चक्षु उत्तोलन करी देख, संगम युक्त हेउथिबा छाग समूह रेखांकित बिंदु चिन्हित तथा चित्र विचित्र विशिष्ट अटंती। लाबान तुम प्रति साधन करिथिबा समस्त कार्य मोर अवगत। तुमे जेउठारे स्तंभ अभिषिक्त करी व्रत ग्रहण कल, सेही बेथेलर ईश्वर ही मु। वर्तमान उठ और एही देश परित्याग करी तुम जन्म देश को फेरी जाओ। से समय रे राहेल कहिले, आम पितृगृहरे आम मानंक पाई कौनसी अंश किंबा उत्तराधिकारित्व रहिछि? आमे माने कौन तांको द्वारा विदेशी रूपे परिगणित हेउनाहु?
ଆମକୁ ବିକ୍ରୟ କରି ସେଥିରୁ ଲବ୍ଧ ଅର୍ଥ ସେ ବ୍ୟୟ କରି ସାରିଛନ୍ତି। ଆମ ପିତାଙ୍କ ଠାରୁ ଈଶ୍ୱର ଘେନି ନେଇଥିବା ସମସ୍ତ ସମ୍ପଦ ବିଭବ ଆମ ଓ ଆମ ସନ୍ତାନମାନଙ୍କ ଆୟତ୍ତାଧୀନ। ସୁତରାଂ ଯାହା କିଛି ଈଶ୍ୱର ତୁମକୁ ଆଦେଶ ଦେଇଛନ୍ତି ତୁମେ ସେହିଭଳି ସାଧନ କର। ଏହାପରେ ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ଯାକୁବ ସନ୍ତାନ ସନ୍ତତିମାନଙ୍କୁ ଅଟ ଆରୋହଣ କରାଇଲେ। ନିଜ ସମଗ୍ର ଗପଲ ତଥା ମେସାଦିକୁ ନିଜ ସମ୍ମୁଖରେ ଚଳାଇ ଏବଂ ପାଦାନ ଆରାମଠାରେ ଅର୍ଜିତ ସମସ୍ତ ଗୋମେଷ ପଲକୁ ସାଙ୍ଗରେ ନେଇ କାନାନ ଦେଶସ୍ଥ ନିଜ ପିତା ଇସାହାକଙ୍କ ପାଖକୁ ସେ ଯାତ୍ରା ଆରମ୍ଭ କଲେ। ଲାବାନ ମେଷଗୁଡ଼ିକର ଲୋମ ଛେଦନ କରିବା ପାଇଁ ଯାଇଥିବା ସମୟରେ ରାହେଲ ନିଜ ପିତାଙ୍କ ପରିବାରବର୍ଗୀୟ ଦେବ ପ୍ରତିମୂର୍ତ୍ତି ଗୁଡ଼ିକୁ ଅପହରଣ କଲା। ସ୍ୱଦେଶାଭିମୁଖେ ନିଜର ପଳାୟନ ବିଷୟକ ନିଷ୍ପତ୍ତି ସମ୍ପର୍କରେ ଆରାମୀୟ ଲାବାନଙ୍କୁ କିଛି ନ ଜଣାଇ ଯାକୋବ ତାଙ୍କୁ ପ୍ରବଞ୍ଚନା କଲେ। ନିଜର ସର୍ବସ୍ୱ ସଙ୍ଗରେ ନେଇ ସେ ପଳାୟନ କଲେ। ୟୁପ୍ରେଟିସ୍ ନଦୀ ଅତିକ୍ରମ କରି ଗିଲିଆନ ନାମକ ପାର୍ବତ୍ୟାଞ୍ଚଳ ଅଭିମୁଖେ ସେ ଯାତ୍ରା କଲେ। ଯାକୋବଙ୍କ ପଳାୟନ ବିଷୟରେ ଲାବାନ ତୃତୀୟ ଦିବସରେ ଅବଗତ ହେଲେ। ତହୁଁ ନିଜ ଆତ୍ମୀୟମାନଙ୍କୁ ସଙ୍ଗରେ ନେଇ ଲାବାନ 7 ଦିନ ଧରି ଯାକୋବଙ୍କ ପଶ୍ଚାତ୍ ଧାବନ କରି ଗିଲିଆଦ ପାର୍ବତ୍ୟାଞ୍ଚଳଠାରେ ଯାକୋବଙ୍କ ସହବର୍ତ୍ତୀ ହେଲେ। କିନ୍ତୁ ଈଶ୍ୱର ରାତ୍ରି କାଳରେ ଏକ ସ୍ୱପ୍ନରେ ଉଭା ହୋଇ ଆରାମୀୟ ଲାବାନଙ୍କୁ କହିଲେ, ଭଲ କିମ୍ବା ମନ୍ଦ କୌଣସି ବିଷୟ ଯାକୋବଙ୍କୁ ନ କହିବା ପାଇଁ ତୁମେ ସତର୍କ ରୁହ। ଯାକୋବ ପାର୍ବତ୍ୟାଞ୍ଚଳରେ ଶିବିର ସ୍ଥାପନ କରିଥିବା କାଳରେ ଲାବାନ ଯାକୋବଙ୍କୁ ଅତିକ୍ରମ କଲେ। ନିଜ ଆତ୍ମୀୟମାନଙ୍କ ସହ ଲାବାନ ଗିଲିଆଦ ପାର୍ବତ୍ୟାଞ୍ଚଳରେ ଶିବିର ସ୍ଥାପନ କଲେ। ଲାବାନ ଯାକୋବଙ୍କୁ ପଚାରିଲେ, ତୁମେ ଏ କ'ଣ କଲ? ଖଡ୍ଗ ଦ୍ୱାରା ସ୍ୱାଧିକୃତ ଜଣେ ବନ୍ଦୀ ସଦୃଶ ମୋତେ ପ୍ରତାରଣା କରି ମୋର କନ୍ୟାମାନଙ୍କୁ କାହିଁକି ନେଇଯାଉଛ? ମୋତେ ପ୍ରବଞ୍ଚନା କରି ଓ କିଛି ନ କହି ତୁମେ କାହିଁକି ଗୁପ୍ତରେ ପଳାୟନ କଲ? ମୁଁ ଗୀତ ଗାଇ ଓ ତବଲା ତଥା ବୀଣା ବାଦନ କରି ତୁମକୁ ଆହ୍ଲାଦର ସହ ପଟାଇ ପାରିଥାନ୍ତି। ମୋର ସନ୍ତାନ ତଥା କନ୍ୟାମାନଙ୍କୁ ଚୁମ୍ବନ ଦେଇ ବିଦାୟ ଦେବା ପାଇଁ ତୁମେ ମୋତେ କାହିଁକି ଅବସର ଦେଲ ନାହିଁ? ତୁମେ ଜଣେ ନିର୍ବୋଧ ବ୍ୟକ୍ତି ସମ ଆଚରଣ କରିଅଛ। ତୁମର କ୍ଷତି କରିବା ଅଧିକାର ମୋର ଅଛି। କିନ୍ତୁ ଗତ ରାତ୍ରି କାଳରେ ତୁମ ପିତାଙ୍କ ଈଶ୍ୱର ମୋତେ କହିଛନ୍ତି ଯେ ଭଲ କିମ୍ବା ମନ୍ଦ କୌଣସି ବିଷୟ ଯାକୋବଙ୍କୁ ନ କହିବା ପାଇଁ ସତର୍କ ରୁହ। ପିତୃଗୃହକୁ ଫେରିବାର ଅତୀବ କାମନା ନେଇ ତୁମେ ଯାଉଥିଲ, କିନ୍ତୁ ମୋର କୁଳଦେବମାନଙ୍କୁ କାହିଁକି ଅପହରଣ କଲ? ଉତ୍ତରରେ ଯାକୋବ ଲାବାନଙ୍କୁ କହିଲେ, ତୁମ କନ୍ୟାମାନଙ୍କୁ ବଳପୂର୍ବକ ତୁମେ ମୋ ଠାରୁ ନେଇଯିବ ବୋଲି ମୁଁ ଆଶଙ୍କା କରିଥିଲି। ଯାହା ପାଖରୁ ତୁମ ଦେବମାନଙ୍କୁ ତୁମେ ଖୋଜି ପାଇବ ସିଏ ମୃତ୍ୟୁ କବଳିତ ହେଉ। ତୁମର ନିଜ ବସ୍ତୁ କିଛି ଯଦି ମୋ ପାଖରେ ଥାଏ ତେବେ ଆମ ଆତ୍ମୀୟ ଲୋକଙ୍କ ଉପସ୍ଥିତିରେ ତାହା ଦେଖାଇ ଦେଇ ଫେରାଇ ନିଅ। ରାହେଲ ଦେବମୂର୍ତ୍ତି ଗୁଡ଼ିକୁ ଅପହରଣ କରିଥିବା ବିଷୟ ଯାକୋବ ଜାଣିନଥିଲେ। ଏହାପରେ ଯାକୋବ ଲେଆ ଓ ସେମାନଙ୍କର 2 ଜଣ ପରିଚାଳିକାଙ୍କ ଶିବିରରେ
ଲାବାନ ସେଗୁଡ଼ିକୁ ଅନ୍ୱେଷଣ କଲେ, କିନ୍ତୁ ଖୋଜି ପାଇଲେ ନାହିଁ। ତତ୍ପରେ ଲେୟାର ଶିବିରରୁ ବାହାରି ଆସି ସେ ରାହେଲର ଶିବିର ମଧ୍ୟକୁ ପ୍ରବେଶ କଲେ। ଦେବ ପ୍ରତିମୂର୍ତ୍ତିଗୁଡ଼ିକୁ ନେଇ ଗୋଟିଏ ଓଟ ଜିନ୍ ମଧ୍ୟରେ ରଖିଦେଇ ରାହେଲ ତା ଉପରେ ବସିଥିଲା। ଲାବାନ ଶିବିର ମଧ୍ୟସ୍ଥ ସମସ୍ତ ସ୍ଥାନରେ ସନ୍ଧାନ କଲେ ମଧ୍ୟ ତାହା ପାଇପାରିଲେ ନାହିଁ। ପୁଣି ରାହେଲ ନିଜ ପିତାଙ୍କୁ କହିଲା, ମୁଁ ଯେ ତୁମ ସମ୍ମୁଖରେ ଦଣ୍ଡାୟମାନ ହୋଇ ରହିପାରୁନାହିଁ, ଏ ବିଷୟ ନେଇ ତୁମେ ମୋ ପ୍ରତି କ୍ରୁଦ୍ଧ ହୁଅନା, କାରଣ ସମସ୍ତ ନାରୀଙ୍କ ପରି ଋତୁସ୍ରାବ ଅବସ୍ଥା ମୋ ଉପରେ ଆସି ଉପସ୍ଥିତ। ସୁତରାଂ ଲାବାନ ସର୍ବତ୍ର ସନ୍ଧାନ କଲେ ସୁଦ୍ଧା ନିଜ କୁଳଦେବମାନଙ୍କୁ ପାଇଲେ ନାହିଁ। ସେ ସମୟରେ ଯାକୁବ କୁପିତ ହୋଇ ଲାବାନଙ୍କୁ କୁତ୍ସାରତନ କଲେ। ସେ ତାଙ୍କୁ ପଚାରିଲେ, ମୋର ଦୋଷ ବା କ'ଣ? ଏଭଳି ଉତ୍ତେଜିତ ହୋଇ ମୋର ପଶ୍ଚାତ୍ ଧାବନ କରିବା ପାଇଁ ମୁଁ ବା କି ଅପରାଧ କରିଅଛି? ଯଦିଓ ମୋର ସମଗ୍ର ପଦାର୍ଥ ମଧ୍ୟରେ ତୁମେ ଅନୁସରଣ କଲ, ତଥାପି ତୁମେ ତୁମର ଗୃହ ସାମଗ୍ରୀକୁ କ'ଣ ପାଇଲ? ତୁମର ଓ ମୋର ଆତ୍ମୀୟ ଲୋକମାନଙ୍କ ସମ୍ମୁଖରେ ଏହିଠାରେ ସେ ସବୁ ସଜାଇ ରଖ। ସେମାନେ ଆମ ଉଭୟ ମଧ୍ୟରେ ବିଚାର ବିଧାନ କରନ୍ତୁ। ଏହି 20 ବର୍ଷ ବ୍ୟାପୀ ମୁଁ ତୁମ ଗହଣରେ ରହିଥିଲି। ତୁମ ସ୍ତ୍ରୀ ସେମ୍ ତଥା ସ୍ତ୍ରୀ ଛାଗମାନଙ୍କର ଗର୍ଭନଷ୍ଟ ସମ୍ଭବ ହୋଇନାହିଁ। ମୋର ଆହାରାର୍ଥେ ତୁମ ପଶୁମାନଙ୍କ ମଧ୍ୟରୁ କୌଣସି ପୁଂମେଷକୁ ମୁଁ ମାରିନାହିଁ। ବନ୍ୟଜନ୍ତୁମାନଙ୍କ ଦ୍ୱାରା ଆହତ ହୋଇ ମୃତ କୌଣସିଟିକୁ ମୁଁ ତୁମ ପାଖକୁ ଘେନି ଆସିନାହିଁ। ସେଗୁଡ଼ିକର କ୍ଷତି ମୁଁ ନିଜେ ବହନ କଲି। ଦିବା କିମ୍ବା ରାତ୍ରି କାଳରେ ଅପହୃତ ସବୁ କିଛିର କ୍ଷତିପୂରଣ ତୁମେ ମୋ ଠାରୁ ଆଦାୟ କରିଅଛ। ଦିବା କାଳର ଉତ୍ତାପ ତଥା ରାତ୍ରି କାଳର ଶୀତ ମୁଁ ସହ୍ୟ କରିଅଛି। ନିଦ୍ରା ମୋ ଚକ୍ଷୁରୁ ଦୂରେଇ ହୋଇ ରହିଥିଲା। ଏଭଳି ଥିଲା ମୋର ପରିସ୍ଥିତି। ଏହି 20 ବର୍ଷ ବ୍ୟାପୀ ମୁଁ ତୁମ ଗୃହରେ ଅବସ୍ଥାନ କଲି। ତୁମ କନ୍ୟାଦ୍ୱୟଙ୍କ ପାଇଁ 14 ବର୍ଷ ଓ ତୁମ ପଶୁପଲ ପାଇଁ 6 ବର୍ଷ ଧରି ମୁଁ ତୁମର ସେବା କଲି। ପୁଣି ତୁମ ଦ୍ୱାରା ମୋର ପାରିଶ୍ରମିକ 10 ବାର ପରିବର୍ତ୍ତିତ ହୋଇଥିଲା। ଆବ୍ରାହାମଙ୍କ ଈଶ୍ୱର ଓ ଇସାହାକଙ୍କ ଭୟ ସ୍ୱରୂପ ସେହି ମୋ ଈଶ୍ୱର ମୋର ସପକ୍ଷରେ ଯଦି ନଥାନ୍ତେ, ତେବେ ତୁମେ ମୋତେ ରିକ୍ତ ହସ୍ତରେ ପ୍ରେରଣ କରିଥାନ୍ତ। ଈଶ୍ୱର ମୋର ଦୁଃଖ ସଙ୍କଟ ତଥା ହସ୍ତକୃତ ପରିଶ୍ରମ ଦେଖିଲେ, ଅତଏବ ସେ ରାତ୍ରି କାଳରେ ତୁମକୁ ତିରସ୍କାର କଲେ। ଉତ୍ତରରେ ଲାବାନ ଯାକୁବଙ୍କୁ କହିଲେ, କନ୍ୟାଗଣ ମୋର କନ୍ୟା, ସନ୍ତାନମାନେ ମୋର ସନ୍ତାନ ଓ ଏହି ମେଷପଲ ମଧ୍ୟ ମୋର ମେଷପଲ। ତୁମେ ଦେଖିଥିବା ସମଗ୍ର ପଦାର୍ଥ ମୋର ଅଟେ। ମୋର କନ୍ୟାମାନଙ୍କୁ ଓ ସେମାନଙ୍କ ଠାରୁ ଜାତ ଏହି ସନ୍ତାନମାନଙ୍କ ପାଇଁ ମୁଁ ଆଜି କ'ଣ ବା କରିପାରିବି? ଆସ, ତୁମ ଓ ଆମ ମଧ୍ୟରେ ଏକ ବ୍ୟବସ୍ଥା ବିଧାନ ସ୍ଥାପନ କରିବା। ତୁମ ଓ ଆମ ମଧ୍ୟରେ ତାହା ଏକ ସାକ୍ଷ୍ୟ ସ୍ୱରୂପ ରହୁ। ତହୁଁ ଯାକୋବ ଖଣ୍ଡିଏ ପ୍ରସ୍ତର ନେଇ ସ୍ତମ୍ଭ ସ୍ୱରୂପ ଉପସ୍ଥାପିତ କଲେ। ପ୍ରସ୍ତର ଖଣ୍ଡଗୁଡ଼ିକୁ ସଂଗ୍ରହ କର ବୋଲି ଯାକୋବ ନିଜ ଆତ୍ମୀୟ ଲୋକଙ୍କୁ କହିଲେ ଓ ସେମାନେ ପ୍ରସ୍ତର ଖଣ୍ଡଗୁଡ଼ିକ ସଂଗ୍ରହ କରି ଗୋଟିଏ ଗଦା କଲେ।
ତଦନ୍ତର ସେହି ଗଦା ପାର୍ଶ୍ୱରେ ବସି ସେମାନେ ଭକ୍ଷଣ କଲେ। ଲାବାନ ତାହାଙ୍କୁ ଜେଗାର ସାହାଦୁଥା ନାମରେ ଅଭିହିତ କଲେ, କିନ୍ତୁ ଯାକୁବ ତାହାକୁ ଗାଲେଦ ନାମରେ ନାମିତ କଲେ। ଲାବାନ କହିଲେ ଯେ, ଏହି ପ୍ରସ୍ତର ଗଦା ମୋର ଓ ତୁମ ମଧ୍ୟରେ ଆଜି ଏକ ସାକ୍ଷ୍ୟ ସ୍ୱରୂପ ରହିଲା। ଅତଏବ ସେ ତାହାକୁ ଗାଲେଦ ନାମରେ ଅଭିହିତ କଲେ। ସେହି ସ୍ତମ୍ଭର ନାମ ମିସ୍ପା ବୋଲି ରଖାଗଲା, କାରଣ ଲାବାନ କହିଲେ, ଆମେମାନେ ପରସ୍ପର ମଧ୍ୟରୁ ପୃଥକ ହେବା ସମୟରେ ତୁମ ଓ ମୋ ମଧ୍ୟରେ ପ୍ରଭୁ ପ୍ରହରୀ ସ୍ୱରୂପ ହୁଅନ୍ତୁ। ତୁମେ ଯଦି ମୋର କନ୍ୟାମାନଙ୍କ ପ୍ରତି ମନ୍ଦ ବ୍ୟବହାର କର, କିମ୍ବା ମୋର କନ୍ୟାମାନଙ୍କ ବ୍ୟତିରେକେ ତୁମେ ଯଦି ଅନ୍ୟ କୌଣସି ନାରୀମାନଙ୍କୁ ବିବାହ କର, ତେବେ ଆମ ସଙ୍ଗରେ କେହି ନଥିଲେ ସୁଦ୍ଧା ତୁମ ଓ ମୋ ମଧ୍ୟରେ ଈଶ୍ୱର ଯେ ସାକ୍ଷ୍ୟ ସ୍ୱରୂପ ରହିଛନ୍ତି ଏହା ସ୍ମରଣ କର। ଏହାପରେ ଲାବାନ ଯାକୁବଙ୍କୁ କହିଲେ, ମୋର ଓ ତୁମ ମଧ୍ୟରେ ମୁଁ ଉତ୍ଥାପିତ କରିଥିବା ଏହି ପ୍ରସ୍ତର ଗଦା ତଥା ସ୍ତମ୍ଭକୁ ଦେଖ। ତୁମର କ୍ଷତି କରିବା ପାଇଁ ଏହି ପ୍ରସ୍ତର ଗଦାକୁ ମୁଁ ଅତିକ୍ରମ କରିବି ନାହିଁ, ଏବଂ ମୋର କ୍ଷତି କରିବା ପାଇଁ ତୁମେ ଏହି ପ୍ରସ୍ତର ଗଦାକୁ ତଥା ସ୍ତମ୍ଭକୁ ଅତିକ୍ରମ କରିପାରିବ ନାହିଁ। ଏହାର ସାକ୍ଷ୍ୟ ସ୍ୱରୂପ ଏହି ପ୍ରସ୍ତର ଗଦା ତଥା ସ୍ତମ୍ଭ ରହୁ। ଆବ୍ରାହାମଙ୍କ ଈଶ୍ୱର, ନାହରଙ୍କ ଈଶ୍ୱର ଓ ସେମାନଙ୍କ ପିତୃପୁରୁଷଙ୍କ ଈଶ୍ୱର ଆମ ଉଭୟଙ୍କ ମଧ୍ୟରେ ନ୍ୟାୟାଧୀଶ ହୋଇ ରହନ୍ତୁ। ନିଜ ପିତା ଇସାହାକଙ୍କ ଭୟ ନାମରେ ଯାକୁବ ମଧ୍ୟ ଶପଥାନୁବଦ୍ଧ ହେଲେ। ତତ୍ପରେ ସେହି ପର୍ବତ ଉପରେ ଯାକୁବ ଗୋଟିଏ ନୈବେଦ୍ୟ ଉତ୍ସର୍ଗ କଲେ ଓ ରୁଟି ଭକ୍ଷଣ କରିବା ପାଇଁ ନିଜ ଆତ୍ମୀୟମାନଙ୍କୁ ଆମନ୍ତ୍ରଣ କଲେ। ସେମାନେ ରୁଟି ଭକ୍ଷଣ କରି ସେହି ପର୍ବତ ଉପରେ ସାରା ରାତି କଟାଇଲେ। ଅତି ପ୍ରତ୍ୟୁଷରେ ଲାବାନ ଉଠି ନିଜ କନ୍ୟା ଓ ପୈତ୍ରମାନଙ୍କୁ ଚୁମ୍ବନ ଦେଇ ଆଶୀର୍ବାଦ କଲେ। ଏହାପରେ ସେ ନିଜ ଘରକୁ ଫେରିଗଲେ। ଅଧ୍ୟାୟ 32। ଏସାଉଙ୍କ ସାକ୍ଷାତ ପାଇଁ ଯାକୁବଙ୍କ ପ୍ରସ୍ତୁତି। ଯାକୁବ ମଧ୍ୟ ଯାତ୍ରା ଆରମ୍ଭ କଲେ। ପଥରେ ସେ ଦେବଦୂତମାନଙ୍କୁ ଦେଖିବାକୁ ପାଇଲେ। ସେମାନଙ୍କୁ ଦେଖି ସେ କହିଲେ, ଏହା ଈଶ୍ୱରଙ୍କର ସୈନ୍ୟବାହିନୀ। ତେଣୁ ସେ ସ୍ଥାନକୁ ମାହାନାଏମ୍ ନାମରେ ଅଭିହିତ କଲେ। ଏଦୋମ ରାଜ୍ୟର ସେହି ଦେଶରେ ବାସ କରିଥିବା ନିଜ ସହୋଦର ଏସାଉଙ୍କ ପାଖକୁ ଯାକୁବ ନିଜେ ଯିବା ପୂର୍ବରୁ ଦୂତମାନଙ୍କୁ ପଠାଇଲେ। ସେ ସେମାନଙ୍କୁ ଏହି ନିର୍ଦ୍ଦେଶ ଦେଲେ, ମୋର ମୁନିବ ଏସାଉଙ୍କ ନିକଟରେ ତୁମେମାନେ ଏହିଭଳି କହିବ, ତୁମ ଦାସ ଯାକୁବ ଏହା କହନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଲାବାନଙ୍କ ଗହଣରେ ପ୍ରବାସୀ ଭାବେ ମୁଁ ରହିଥିଲି। ଗୋରୁ, ଗର୍ଦ୍ଧବ, ମେଷପଲ, ଦାସ ଦାସୀ ପ୍ରଭୃତି ମୋର ଅଛି। ମୁଁ ତୁମଠାରୁ ସମ୍ପ୍ରୀତି ଲାଭ କରିବି, ଏହି ଆଶା ଜଣାଇବା ପାଇଁ ମୁଁ ମୋର ମୁନିବଙ୍କ ନିକଟକୁ ଲୋକ ପଠାଏ। ଦୂତମାନେ ଫେରିଆସି ଯାକୁବଙ୍କୁ କହିଲେ, ଆମେ ତୁମ ସହୋଦର ଏସାଉଙ୍କ ନିକଟରୁ ଆସୁଅଛୁ ଏବଂ ସେ 400 ଲୋକଙ୍କ ସହ ତୁମର ସାକ୍ଷାତ କରିବା ପାଇଁ ଆସୁଛନ୍ତି। ଏହା ଶୁଣି ଯାକୁବ ଅତ୍ୟଧିକ ଭୀତ ହୋଇ ଉଦ୍ବିଗ୍ନ ହେଲେ। ତହୁଁ ସେ ନିଜ ସହବର୍ତ୍ତୀ ଲୋକ ମେଷପଲ ତଥା ଅଟମାନଙ୍କୁ 2 ଭାଗରେ ବିଭକ୍ତ କଲେ, କାରଣ ସେ ଭାବିଥିଲେ ଏସାଉ ଆସି ଗୋଟିଏ ଦଳକୁ ବିନଷ୍ଟ କଲେ ରହିଯାଇଥିବା ଅନ୍ୟ ଦଳଟି ରକ୍ଷା ପାଇଯିବ।
ଅନନ୍ତର ଯାକୁବ ଏହିପରି ପ୍ରାର୍ଥନା କଲେ, ମୋର ପିତା ଆବ୍ରାହମଙ୍କ ଈଶ୍ୱର ଓ ଇସାହାକଙ୍କ ଈଶ୍ୱର ଏବଂ ତୁମ ସ୍ୱଦେଶ ତଥା ଆତ୍ମୀୟ ଲୋକମାନଙ୍କ ପାଖକୁ ଫେରିଯାଅ ବୋଲି ମୋତେ କହିଥିବା ହେ ପ୍ରଭୁ, ତୁମେ ତୁମ ଦାସ ପ୍ରତି ପ୍ରଦର୍ଶନ କରିଥିବା ନିରନ୍ତର କରୁଣା ତଥା ବିଶ୍ୱସ୍ତତା ପାଇଁ ମୁଁ କଦାପି ଯୋଗ୍ୟ ନୁହେଁ। କାରଣ ଏକ ଯଷ୍ଟି ଧରି ମୁଁ ଜର୍ଦାନ ଅତିକ୍ରମ କରିଥିଲି, କିନ୍ତୁ ବର୍ତ୍ତମାନ ମୁଁ 2ଟି ଦଳର ଅଧିକାରୀ ହୋଇଛି। ମୁଁ ତୁମ ନିକଟରେ ମିନତି କରେ ଯେ ମୋର ସହୋଦରଙ୍କ ହସ୍ତରୁ ମୋତେ ରକ୍ଷା କର। ସେ ଆସି ଏହି ସନ୍ତାନମାନଙ୍କ ସମେତ ମାତାମାନଙ୍କୁ ତଥା ଆମ ସମସ୍ତଙ୍କୁ ଯେ ନିଧନ କରିବେ, ଏହି ବିଷୟରେ ମୁଁ ଭୟ କରେ। କିନ୍ତୁ ମୁଁ ତୁମର ମଙ୍ଗଳ କରିବି ଏବଂ ସମୁଦ୍ର ଉପକୂଳର ବାଲୁକ ସମ୍ମୁଖ ତୁମ ବଂଶ ପରମ୍ପରାକୁ ସଂଖ୍ୟାଧିକ ଭାବେ ପରିବର୍ତ୍ତିତ କରିବି ବୋଲି ତୁମେ କହିଅଛ। ଏହାପରେ ସେଠାରେ ଯାକୁବ ସେହି ରାତ୍ରି ଯାପନ କଲେ। ନିଜ ସମସ୍ତ ବସ୍ତୁରୁ ସେ ନିଜ ସହୋଦର ଏସାଉଙ୍କ ପାଇଁ ଏକ ଉପହାର ମନୋନୀତ କଲେ। 200 ସ୍ତ୍ରୀ ଛାଗ 20 ପୁଂ ଛାଗ, 200 ସ୍ତ୍ରୀ ମେଷ 20 ପୁଂ ମେଷ, ଶାବକମାନଙ୍କ ସହ ଦୁଗ୍ଧବତୀ 30 ଅଟ, 40 ଗାଈ, 10ଟି ବଳଦ, 20 ସ୍ତ୍ରୀ ଗର୍ଦ୍ଧବ, 20 ପୁରୁଷ ଗର୍ଦ୍ଧବ ପ୍ରଭୃତିକୁ ସେ ପୃଥକ କରି ରଖିଲେ। ପ୍ରତ୍ୟେକ ପଲକୁ ପୃଥକ ଭାବେ ନିଜ ଦାସମାନଙ୍କ ହସ୍ତରେ ସମର୍ପଣ କରି ସେ ସେମାନଙ୍କୁ କହିଲେ, ମୋର ଆଗେ ଆଗେ ତୁମେମାନେ ଯାତ୍ରା କର ଓ ପ୍ରତ୍ୟେକ ପଲ ମଧ୍ୟରେ ସ୍ୱଳ୍ପ ଦୂରତ୍ୱ ବ୍ୟବଧାନ ରଖ। ସର୍ବାଗ୍ରଗାମୀ ଦାସକୁ ସେ ନିର୍ଦ୍ଦେଶ ଦେଇ କହିଲେ, ମୋର ସହୋଦର ଏସାଉ ତୁମମାନଙ୍କୁ ସାକ୍ଷାତ କରି, ତୁମେ କାହାର ଦାସମାନେ? ତୁମେ କେଉଁଠାକୁ ଯାଉଅଛ? ଏ ସମସ୍ତ ପଶୁ କାହାର? ଏହିପରି ତୁମକୁ ପଚାରିଲେ ତୁମେମାନେ ଏହା କହିବ, ଏ ସବୁ କିଛି ତୁମ ଦାସ ଯାକୁବଙ୍କ ପଶୁ। ମୋର ମୁନିବ ଏସାଉଙ୍କ ପ୍ରତି ଏକ ଉପହାର ସ୍ୱରୂପ ଏ ସମସ୍ତ ପ୍ରେରିତ। ସେ ମଧ୍ୟ ଆମ ପଛରେ ଆସୁଛନ୍ତି। ଦ୍ୱିତୀୟ ତୃତୀୟ ତଥା ବିଭିନ୍ନ ପଶୁ ଦଳ ଚାଳକମାନଙ୍କୁ ମଧ୍ୟ ସେ ସେହି ପ୍ରକାର ନିର୍ଦ୍ଦେଶ ଦେଇଥିଲେ। ଏସାଉଙ୍କ ସହ ସାକ୍ଷାତ କରିବା ବେଳେ ତୁମେମାନେ ଏପରି କଥା କହିବ। ପୁଣି ତୁମେ ମଧ୍ୟ କହିବ ଯେ ତୁମ ଦାସ ଯାକୁବ ଆମ ପଛରେ ଆସୁଛନ୍ତି। କାରଣ ଯାକୁବ ଭାବି ନେଇଥିଲେ ଯେ ମୋର ଆଗେ ଆଗେ ପଠାଉଥିବା ସମସ୍ତ ଉପହାର ମାଧ୍ୟମରେ ମୁଁ ତାଙ୍କୁ ସମ୍ପ୍ରୀତି କରାଇପାରେ। କେବଳ ତତ୍ପରେ ମୁଁ ତାଙ୍କର ସମ୍ମୁଖୀନ ହେବି। ତାହା ହେଲେ ହୁଏତ ସେ ମୋତେ ଗ୍ରହଣ କରିପାରନ୍ତି। ସୁତରାଂ ଉପହାର ସବୁ ତାଙ୍କ ଆଗେ ପଠାଇ ଦେଲା ପରେ ସେ ଶିବିର ମଧ୍ୟରେ ରାତ୍ରିକାଳ କଟାଇଲେ। ସେହି ରାତ୍ରି ସେ ନିଜର 2ଟି ପତ୍ନୀ, 2 ପରିଚାଳିକା ଓ 11 ଜଣ ପୁତ୍ରଙ୍କୁ ସଙ୍ଗରେ ନେଇ ଯାକୁବ ନଦୀର ଅଗଭୀର ସ୍ଥାନ ଅତିକ୍ରମ କଲେ। ସେ ସେମାନଙ୍କୁ ନଦୀ ଅତିକ୍ରାନ୍ତ କରାଇ ପରେ ନିଜ ସମସ୍ତ ବସ୍ତୁକୁ ନଦୀର ଅପର ପାର୍ଶ୍ୱକୁ ପଠାଇଦେଲେ। କେବଳ ଯାକୁବ ଅପର ପାର୍ଶ୍ୱରେ ରହିଲେ। ସେଠାରେ ଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ସହ ପ୍ରଭାତ ହେବା ପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ଯୁଦ୍ଧ କଲେ। ତାଙ୍କୁ ପରାଜିତ କରି ନ ପାରି ସେହି ବ୍ୟକ୍ତି ଯାକୁବଙ୍କ ଉରଦେଶକୁ ଆଘାତ କଲେ ଏବଂ ଫଳରେ ଦ୍ୱନ୍ଦ୍ୱ ଯୁଦ୍ଧ ମଧ୍ୟରେ ଯାକୁବଙ୍କ ନିତମ୍ବ ଅରୁଦେଶରୁ
ସନ୍ଧିଚ୍ୟୁତ ହେଲା। ତତ୍ପରେ ସେହି ବ୍ୟକ୍ତି କହିଲେ, ପ୍ରଭାତ ହୋଇ ଆସୁଛି, ମୋତେ ଯିବାକୁ ଛାଡ଼ିଦିଅ। କିନ୍ତୁ ଯାକୁବ ପ୍ରତ୍ୟୁତ୍ତର କହିଲେ, ମୋତେ ଆଶୀଷ ଦେବା ପୂର୍ବରୁ ମୁଁ ତୁମକୁ ଛାଡ଼ିବି ନାହିଁ। ସେହି ବ୍ୟକ୍ତି ତାଙ୍କୁ ପଚାରିଲେ, ତୁମର ନାମ କ'ଣ? ସେ ଉତ୍ତର ଦେଲେ, ଯାକୁବ। ସେ ସମୟରେ ସେହି ବ୍ୟକ୍ତି କହିଲେ, ତୁମେ ଆଉ କେବେ ହେଁ ଯାକୁବ ନାମରେ ଅଭିହିତ ହେବ ନାହିଁ, ବରଂ ଇସ୍ରାଏଲ ନାମରେ ନାମିତ ହେବ, କାରଣ ତୁମେ ଈଶ୍ୱର ଓ ମାନବ ସହିତ ଯୁଦ୍ଧ କରି ଜୟଯୁକ୍ତ ହୋଇଅଛ। ତହୁଁ ଯାକୁବ ସେହି ବ୍ୟକ୍ତିଙ୍କୁ ପଚାରିଲେ, ମୁଁ ତୁମକୁ ମିନତି କରେ ଯେ ତୁମ ନାମ ମୋତେ ଜଣାଅ। ଉତ୍ତରରେ ସେ କହିଲେ, ତୁମେ କାହିଁକି ବା ମୋର ନାମ ସମ୍ପର୍କରେ ପଚାରିବ? ଏବଂ ତାଙ୍କୁ ସେ ସେହିଠାରେ ଆଶୀର୍ବାଦ କଲେ। ଯଦିଓ ମୁଁ ଈଶ୍ୱରଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିଅଛି, ତଥାପି ମୁଁ ଜୀବିତ ରହିଲି ବୋଲି କହି ଯାକୁବ ସେ ସ୍ଥାନକୁ ନେପିଏଲ ନାମରେ ନାମିତ କଲେ। ପେନୁଏଲ ଅତିକ୍ରମ କରିବା ସମୟରେ ସୂର୍ଯ୍ୟ ଉଦିତ ହୋଇଥିଲା। ଅରୁ ଦେଶରୁ ନିତମ୍ବ ସନ୍ଧିଚ୍ୟୁତ ହୋଇଥିବା ଯୋଗୁଁ ସେ ଛଟେଇ ଛଟେଇ ଯାଉଥିଲେ। ସେ ଯାକୁବଙ୍କ ଅରୁ ଦେଶର ସ୍ନାୟୁକୁ ଆଘାତ କରିଥିବା କାରଣରୁ, ଯାହା ଜଙ୍ଘ ତଥା ଅରୁ ଦେଶକୁ ବାନ୍ଧି ରଖେ, ସେହି ସ୍ନାୟୁକୁ ଇସ୍ରାଏଲୀୟମାନେ ଆଜି ମଧ୍ୟ ଭକ୍ଷଣ କରନ୍ତି ନାହିଁ। ଅଧ୍ୟାୟ 33। ଏସାଉଙ୍କ ସହ ଯାକୁବଙ୍କ ସାକ୍ଷାତ। ଯାକୁବ ଚକ୍ଷୁ ଉତ୍ତୋଳନ କରି ଅବଲୋକନ କରନ୍ତେ 400 ଲୋକଙ୍କ ସହ ଏସାଉ ଆସୁଥିବା ଦେଖିଲେ। ସେ ସହସା ନିଜ ପୁତ୍ରମାନଙ୍କୁ ବିଭାଜିତ କରାଇ ଲେୟା, ରାହେଲ ଓ 2 ଜଣ ପରିଚାରିକାଙ୍କ ତତ୍ତ୍ୱାବଧାନରେ ସମର୍ପଣ କଲେ। ପରିଚାରିକା ଓ ସେମାନଙ୍କ ପୁତ୍ରମାନଙ୍କୁ ପୁର ଭାଗରେ, ଲେୟା ଓ ତାହାର ସନ୍ତାନମାନଙ୍କୁ ସେମାନଙ୍କ ମଧ୍ୟଭାଗରେ ଏବଂ ରାହେଲ ଓ ଯୋସେଫଙ୍କୁ ସର୍ବଶେଷରେ ସେ ରଖିଲେ। ସମସ୍ତଙ୍କ ଆଗରେ ଯାଇ ନିଜ ସହୋଦରଙ୍କ ସମୀପବର୍ତ୍ତୀ ହେବା ପର୍ଯ୍ୟନ୍ତ ସେ 7 ବାର ସାଷ୍ଟାଙ୍ଗ ପ୍ରଣିପାତ କଲେ। କିନ୍ତୁ ଏସାଉ ଦୌଡ଼ି ଯାଇ ତାଙ୍କୁ ଆଲିଙ୍ଗନ କଲେ ଏବଂ ତାଙ୍କ ଗଳ ଦେଶରେ ଚୁମ୍ବନ ଦେଲେ। ଉଭୟେ କ୍ରନ୍ଦନରତ ହେଲେ। ତତ୍ପରେ ଏସାଉ ଚକ୍ଷୁ ଉତ୍ତୋଳନ କରି ଅବଲୋକନ କଲେ ଏବଂ ନାରୀ ଓ ସନ୍ତାନମାନଙ୍କୁ ଦେଖି ପଚାରିଲେ, ତୁମ ଗହଣରେ ଥିବା ଏହିମାନେ କିଏ? ଉତ୍ତରରେ ଯାକୁବ କହିଲେ, ଈଶ୍ୱର ସଦୟ ହୋଇ ତୁମର ଏହି ଦାସକୁ ପ୍ରଦାନ କରିଥିବା ସନ୍ତାନ ଏମାନେ ଅଟନ୍ତି। ସେ ସମୟରେ ପରିଚାରିକା ସେମାନଙ୍କର ପୁତ୍ରଗଣ ସନ୍ନିକଟ ହୋଇ ଏସାଉଙ୍କ ସମ୍ମୁଖରେ ପ୍ରଣିପାତ କଲେ। ସେହିଭଳି ଲେୟା ଓ ତାହାର ସନ୍ତାନମାନେ ମଧ୍ୟ ଆସି ତାଙ୍କ ସମ୍ମୁଖରେ ପ୍ରଣିପାତ କଲେ। ପରିଶେଷରେ ଯୋସେଫ ଓ ରାହେଲ ମଧ୍ୟ ସନ୍ନିହିତ ହୋଇ ତାଙ୍କ ସମ୍ମୁଖରେ ପ୍ରଣିପାତ କଲେ। ଏସାଉ ପଚାରିଲେ, ମୁଁ ପଥରେ ଯେଉଁ ସବୁ ପଶୁପଲ ଦେଖିଲି, ସେ ସମସ୍ତ କ'ଣ ପାଇଁ ଉଦ୍ଦିଷ୍ଟ? ଯାକୁବ କହିଲେ, ହେ ମୋର ମୁନିବ, ତୁମ ଦୃଷ୍ଟିରେ ସମ୍ପ୍ରୀତ ଲାଭ କରିବା ମୋର ଉଦ୍ଦେଶ୍ୟ ଥିଲା। କିନ୍ତୁ ଏସାଉ ପ୍ରତ୍ୟୁତ୍ତର ଦେଲେ, ହେ ସହୋଦର, ମୋର ଯଥେଷ୍ଟ ଅଛି। ତୁମର ଯାହା ସବୁ ଅଛି ତାହା ତୁମେ ନିଜ ପାଇଁ ରଖ। ଯାକୁବ ମିନତି କଲେ, ନା, ମୁଁ ଯଦି ତୁମ ଦୃଷ୍ଟିରେ ସମ୍ପ୍ରୀତି ଲାଭ ହୋଇଅଛି, ତେବେ ସଦୟ ହୋଇ ମୋ ହସ୍ତରୁ ଏହି ଉପହାର ଗୁଡ଼ିକୁ ଗ୍ରହଣ କରିବା ପାଇଁ
ମୁଁ ନିବେଦନ କରେ। କାରଣ ବାସ୍ତବରେ ତୁମ ମୁଖରେ ସନ୍ଦର୍ଶନ କରିବା ଯାହା, ଈଶ୍ୱରଙ୍କ ମୁଖ ସନ୍ଦର୍ଶନ କରିବା ମଧ୍ୟ ତାହା। ସେହିଭଳି ବଦାନ୍ୟତା ପ୍ରଦର୍ଶନ କରି ତୁମେ ମୋତେ ଗ୍ରହଣ କରିଅଛ। ସୁତରାଂ ତୁମ ସମ୍ମୁଖକୁ ଆନୀତ ଏହି ମୋର ଉପହାର ଗ୍ରହଣ କରିବା ପାଇଁ ମୁଁ ତୁମକୁ ନିବେଦନ କରେ। କାରଣ ଈଶ୍ୱର ମୋ ପ୍ରତି ସଦୟ ହୋଇଛନ୍ତି ଏବଂ ମୁଁ ସେସବୁ ଯଥେଷ୍ଟ ପରିମାଣରେ ପାଇଅଛି। ଏହିପରି ଭାବେ ସେ ବାଧ୍ୟ କରିବା ଯୋଗୁଁ ଏସାଉ ସେଗୁଡ଼ିକୁ ଗ୍ରହଣ କଲେ। ଏସାଉ ପୁଣି ତାଙ୍କୁ ପଚାରିଲେ, ଆମେ ଯାତ୍ରାରମ୍ଭ କରିବା ଓ ତୁମ ଆଗେ ଗମନ କରିବି? କିନ୍ତୁ ଯାକୁବ କହିଲେ, ଏହି ଶିଶୁଗଣ କୋମଳ ଥିବା ଓ ଦୁଗ୍ଧଦାୟୀ ଗୋମେଷାଦି ପୋଲ ମୋ ସଙ୍ଗରେ ରହିଥିବା ବିଷୟ ମୋର ମୁନିବଙ୍କୁ ଅବଗତ। ଦିନେ ସୁଦ୍ଧା ସେଗୁଡ଼ିକୁ ଶୀଘ୍ର ଚଢ଼ାଇଲେ ସେସବୁ ନିଶ୍ଚୟ ମରିଯିବେ। ସୁତରାଂ ମୋର ମୁନିବ, ତୁମ ଏହି ଦାସର ଆଗେ ଆଗେ ଯାଆନ୍ତୁ। ଏହି ଶିଶୁଗଣ ତଥା ଗୋପୋଲର ଅତି ଅନୁସାରେ ମୁଁ ଧୀରେ ଯାତ୍ରା କରି ସେଇଠାରେ ମୋର ମୁନିବଙ୍କ ନିକଟରେ ପହଞ୍ଚିବି। ତହୁଁ ଏସାଉ କହିଲେ, ମୋର ସହବର୍ତ୍ତୀ କେତେକ ଲୋକଙ୍କୁ ମୁଁ ତୁମ ଗହଣରେ ଛାଡ଼ିଦେବି। କିନ୍ତୁ ଯାକୁବ ପ୍ରତ୍ୟୁତ୍ତର ଦେଲେ, ଯଥାର୍ଥରେ ସେମାନେ ଅନାବଶ୍ୟକ। କେବଳ ମୋର ମୁନିବଙ୍କ ଦୃଷ୍ଟିରେ ମୁଁ ସମ୍ପ୍ରୀତି ପ୍ରାପ୍ତ ହେଲେ ତାହା ଯଥେଷ୍ଟ ହେବ। ସୁତରାଂ ଏସାଉ ସେହି ଦିନ ସେଇର ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲେ। କିନ୍ତୁ ଯାକୁବ ସୁକୋତ ଅଭିମୁଖେ ଯାତ୍ରା କଲେ ଓ ସେହିଠାରେ ନିଜ ପାଇଁ ଗୋଟିଏ ଗୃହ ତଥା ପଶୁପଲ ପାଇଁ କେତେକ କୁଡ଼ିଆ ନିର୍ମାଣ କଲେ। ଫଳରେ ସେ ସ୍ଥାନ ସୁକୋତ ନାମରେ ଅଭିହିତ ହେଲା। ଏହିଭଳି ଯାକୁବ ପାଦାନ ଆରାମ ଠାରୁ ଯାତ୍ରାରମ୍ଭ କରି ନିରାପଦରେ କାନାନ ଦେଶସ୍ଥ ସେଖେମ ନାମକ ସହରରେ ଆସି ପହଞ୍ଚିଲେ। କିନ୍ତୁ ସେହି ସହରର ସମ୍ମୁଖରେ ଶିବିର ସ୍ଥାପନ କରି ସେ ବାସ କଲେ। ସେଖେମର ପିତା ହାମୋରର ସନ୍ତାନମାନଙ୍କଠାରୁ 100 ମୁଦ୍ରା ବିନିମୟରେ ଶିବିର ସ୍ଥାପିତ ଭୂମଣ୍ଡଳୀସ୍ଥକୁ ସେ କ୍ରୟ କଲେ। ସେହିଠାରେ ସେ ଗୋଟିଏ ବଳିପୀଠ ନିର୍ମାଣ କଲେ ଏବଂ ସେ ସ୍ଥାନକୁ ଏଲ୍ ଏଲାହଏ ଇସ୍ରାଏଲ ନାମରେ ନାମିତ କଲେ। ଅଧ୍ୟାୟ 34। ଦିନାର ଧର୍ଷଣ। ଯାହାକୁ ଲେଆ ଯାକୁବଙ୍କ ଔରସରୁ ଜନ୍ମ ଦେଇଥିଲା, ସେହି ତାର କନ୍ୟା ଦିନା ଏକଦା ସେହି ଦେଶସ୍ଥ ନାରୀମାନଙ୍କୁ ଭେଟିବା ପାଇଁ ବହିର୍ଗତ ହେଲା। ସେହି ଦେଶାଧିପତି ତଥା ହିବିୟ ହାମୋରର ପୁତ୍ର ସେଖେମ ତାକୁ ଦେଖି କରାୟତ୍ତ କଲା ଓ ତା ସହିତ ଶୟନ କରି ତାକୁ ଅପମାନିତ କଲା। କାରଣ ଯାକୁବଙ୍କ କନ୍ୟା ଦିନା ତାର ପ୍ରତି ମନ ଆକର୍ଷିତ ହୋଇଥିଲା। ସେ ସେହି ଯୁବତୀକୁ ପ୍ରେମ କଲା ଓ ତା ସହ ମଧୁରାଳାପ କଲା। ତତ୍ପରେ ସେଖେମ ନିଜ ପିତା ହାମୋରଙ୍କୁ କହିଲା, ତୁମେ ସେହି ଯୁବତୀ ସହ ମୋର ବିବାହ ବ୍ୟବସ୍ଥା କର। ନିଜ କନ୍ୟା ଦିନାର ସତୀତ୍ୱ ସେଖେମ ନଷ୍ଟ କରିଥିବା ବିଷୟ ଯାକୁବଙ୍କ ଅବଗତ ହେଲା। ସେ ସମୟରେ ନିଜ ସମସ୍ତ ପୁତ୍ର କ୍ଷେତରେ ପଶୁପଲ ଗହଣରେ ଥିଲେ। ସୁତରାଂ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ଯାକୁବ ନୀରବ ରହିଲେ। ଇତ୍ୟବସରରେ ସେଖେମର ପିତା ହାମୋର ଯାକୁବଙ୍କ ସହ ବାର୍ତ୍ତାଳାପ କରିବା ପାଇଁ ଆସିଲା। ଏ ବିଷୟ ଜାଣିପାରି
ଯାକୁବଙ୍କ ପୁତ୍ରମାନେ କ୍ଷେତରୁ ଫେରି ଆସିଲେ। ସେମାନେ କୋପାନ୍ୱିତ ତଥା ଅତିଶୟ କ୍ରୁଦ୍ଧ ହେଲେ, କାରଣ ଯାକୁବଙ୍କ କନ୍ୟାକୁ ବଳାତ୍କାର କରି ଯେଉଁ ମୂଢ଼ କାର୍ଯ୍ୟକଳାପ କରିବା ନିଷିଦ୍ଧ, ତାହା ଶେଖେମ ଇସ୍ରାଏଲ ବିରୁଦ୍ଧରେ ସାଧନ କରିଥିଲା। ହାମ ସେମାନଙ୍କୁ କହିଲା, ତୁମର କନ୍ୟା ପାଇଁ ମୋର ପୁତ୍ର ଶେଖେମର ହୃଦୟ ପ୍ରେମାସକ୍ତ, ସୁତରାଂ କନ୍ୟାକୁ ତା ସଙ୍ଗରେ ବିବାହ ଦେବା ପାଇଁ ମୁଁ ମିନତି କରେ। ଆମ ସଙ୍ଗରେ ବୈବାହିକ ସମ୍ପର୍କ ରଖ। ତୁମମାନଙ୍କ କନ୍ୟାଗଣଙ୍କୁ ଆମମାନଙ୍କୁ ଦିଅ ଓ ଆମ କନ୍ୟାଗଣଙ୍କୁ ତୁମେମାନେ ଗ୍ରହଣ କର। ତେବେ ତୁମେମାନେ ଆମ ଗହଣରେ ବାସ କରିବ ଓ ଏହି ଦେଶମାନଙ୍କରେ ତୁମେମାନେ ସ୍ୱାଧୀନ ଭାବେ ବିଚରଣ କରିବ। ଏହିଠାରେ ବାସ କରି ବ୍ୟବସାୟ କର ଓ ଧନ ସମ୍ପଦ ଅର୍ଜନ କର। ଶେଖେମ ମଧ୍ୟ ଦିନାର ପିତା ସହୋଦରମାନଙ୍କୁ କହିଲା, ତୁମମାନଙ୍କର ଦୃଷ୍ଟିଗୋଚରରେ ମୁଁ ସମ୍ପ୍ରୀତି ଲାଭ କରିବାକୁ ମୋତେ ଦିଅ ଓ ତୁମେମାନେ ମୋ ଠାରୁ ଚାହୁଁଥିବା ସବୁକିଛି ମୁଁ ତୁମମାନଙ୍କୁ ଦେବି। ଯୌତୁକ ତଥା ଉପହାର ସ୍ୱରୂପ ଯାହା କିଛି ତୁମେମାନେ ଚାହିଁବ ସେସବୁ ଦେବା ପାଇଁ ମୁଁ ପ୍ରସ୍ତୁତ। କେବଳ ସେହି କନ୍ୟାକୁ ମୋର ପତ୍ନୀ ରୂପେ ମୋତେ ପ୍ରଦାନ କର। ନିଜ ସହୋଦରୀ ଦିନାର ସତୀତ୍ୱକୁ ଶେଖେମ ନଷ୍ଟ କରିଥିବା କାରଣରୁ ଯାକୁବଙ୍କ ପୁତ୍ରଗଣ ତାର ତଥା ତା ପିତା ସହ ପ୍ରବଞ୍ଚନାତ୍ମକ ଭାବେ ବାର୍ତ୍ତାଳାପ କଲେ। ସେମାନେ କହିଲେ, ଅପରିଚ୍ଛେଦିତ କୌଣସି ବ୍ୟକ୍ତିକୁ ଆମ ସହୋଦରୀକୁ ଆମେ ଦେଇ ନପାରୁ, କାରଣ ତାହା ଆମ ପକ୍ଷରେ ଅପମାନ ସୂଚକ ଅଟେ। କେବଳ ଗୋଟିଏ ମାତ୍ର ପରିସ୍ଥିତିରେ ଆମେ ତୁମ ସହ ଏକମତ ହୋଇପାରୁ, ଯଥା ତୁମ ମଧ୍ୟରେ ଥିବା ପ୍ରତ୍ୟେକ ପୁରୁଷ ପରିଚ୍ଛେଦିତ ହୋଇ ଆମ ସଦୃଶ ହେବେ। ତାହା ହେଲେ ଆମ କନ୍ୟାଗଣଙ୍କୁ ଆମେ ତୁମମାନଙ୍କୁ ପ୍ରଦାନ କରିବୁ ଓ ତୁମ କନ୍ୟାଗଣଙ୍କୁ ଆମେ ଗ୍ରହଣ କରିବୁ। ତତ୍ପରେ ଆମେ ତୁମ ଗହଣରେ ବାସ କରି ଏକ ଜାତି ହେବୁ। ଆମ କଥା ପ୍ରତି ତୁମେ କର୍ଣ୍ଣପାତ ନ କରି ଯଦି ପରିଚ୍ଛେଦିତ ନ ହୁଅ, ତେବେ ଆମେ ଆମର କନ୍ୟାକୁ ନେଇ ଅନ୍ୟତ୍ର ଯିବୁ। ସେମାନଙ୍କର କଥା ଶୁଣି ହାମର ଓ ତାହାର ପୁତ୍ର ଶେଖେମ ସନ୍ତୁଷ୍ଟ ହେଲେ। ତଦନୁରୂପ କାର୍ଯ୍ୟ କରିବା ପାଇଁ ସେହି ଯୁବକ ବିଳମ୍ବ କଲା ନାହିଁ, କାରଣ ଯାକୁବଙ୍କ କନ୍ୟା ପ୍ରତି ସେ ଅତ୍ୟନ୍ତ ଅନୁରକ୍ତ ଥିଲା। ସପରିବାରରେ ସମସ୍ତଙ୍କ ଅପେକ୍ଷା ସେ ଅଧିକ ସମ୍ମାନାସ୍ପଦ ଥିଲା। ତତ୍ପରେ ହାମର ଓ ତାର ପୁତ୍ର ଶେଖେମ ନଗରୀର ପ୍ରବେଶ ପଥକୁ ଯାଇ ସେହି ନଗରୀର ପୁରୁଷ ବାସିନ୍ଦାମାନଙ୍କୁ କହିଲେ, ଏହି ଲୋକେ ଆମ ପ୍ରତି ବନ୍ଧୁଭାବାପନ୍ନ ଅଟନ୍ତି। ସେମାନେ ଏହି ଦେଶରେ ବାସ କରି ଏହିଠାରେ ବ୍ୟବସାୟ କରନ୍ତୁ, କାରଣ ସେମାନଙ୍କ ପାଇଁ ମଧ୍ୟ ଏହି ଦେଶ ଯଥେଷ୍ଟ। ଆମେ ସେମାନଙ୍କର କନ୍ୟାମାନଙ୍କ ପାଣି ଗ୍ରହଣ କରିବା ଓ ଆମ କନ୍ୟାମାନଙ୍କୁ ସେମାନଙ୍କୁ ଦାନ କରିବା। ଆମ ମଧ୍ୟବର୍ତ୍ତୀ ପ୍ରତ୍ୟେକ ପୁରୁଷ ସେମାନଙ୍କ ଭଳି ପରିଚ୍ଛଦିତ ହେବେ। ଏହି ସର୍ତ୍ତାନୁସାରେ ସେମାନେ ଆମ ଗହଣରେ ବସବାସ କରି ଏକ ଜାତି ହେବେ। ସେମାନଙ୍କ ଧନ ସମ୍ପଦ ଗପଲ ତଥା ଅନ୍ୟାନ୍ୟ ପଶୁପଲ କ'ଣ ଆମର ହେବ ନାହିଁ? କେବଳ ସେମାନଙ୍କର କଥା ପ୍ରତି ଆମେ ସମ୍ମତି ପ୍ରକାଶ କରିବା। ତେବେ ସେମାନେ ଆମ ଗହଣରେ ବସତି ସ୍ଥାପନ କରିବେ। ନଗରୀର ପ୍ରବେଶ ପଥ ଦେଇ ବହିର୍ଗତ ହେଉଥିବା ସମସ୍ତେ ହାମର ଓ ଶେକେମଙ୍କ କଥା ଶୁଣି
ସେଥିପାଇଁ ସହମତି ପ୍ରକାଶ କଲେ ଓ ସେହି ନଗରୀର ପ୍ରବେଶ ପଥ ଦେଇ ବାହାରି ଆସିଥିବା ପ୍ରତ୍ୟେକ ପୁରୁଷ ପରିଚ୍ଛେଦିତ ହେଲେ। ତୃତୀୟ ଦିବସରେ ସେମାନେ ବେଦନା ବ୍ୟଥିତ ଥିବାବେଳେ ଦିନାର ସହୋଦରଦ୍ୱୟ ତଥା ଯାକୁବଙ୍କ ପୁତ୍ର ସିମେୟନ ଓ ଲେବି ନିଜ ନିଜର ଖଡ଼୍ଗ ସଙ୍ଗରେ ନେଇ ଅଜ୍ଞାତ ସାରରେ ନଗରୀରେ ପ୍ରବେଶ କଲେ ଏବଂ ସମସ୍ତ ପୁରୁଷଙ୍କୁ ନିଧନ କଲେ। ହାମର ଓ ତା ପୁତ୍ର ସେକେମକୁ ସେମାନେ ଖଡ଼୍ଗ ଦ୍ୱାରା ହତ୍ୟା କଲେ ଓ ତତ୍ପରେ ସେଖେମର ଗୃହରୁ ଦିନାକୁ ଘେନିଯାଇ ସେମାନେ ଫେରିଗଲେ। ନିଜ ସହୋଦରୀ ଦିନାର ସତୀତ୍ୱକୁ ନଷ୍ଟ କରିଥିବା ଯୋଗୁଁ ଯାକୋବଙ୍କ ସନ୍ତାନମାନେ ନିହତ ଲୋକମାନଙ୍କ ମଧ୍ୟକୁ ଯାଇ ସେହି ନଗରୀକୁ ଲୁଣ୍ଠନ କଲେ। ସେମାନଙ୍କର ମେଷ, ଗୋପଲ, ଗର୍ଦ୍ଦଭଗୁଡ଼ିକ ଓ ନଗରୀ ତଥା କ୍ଷେତରେ ଥିବା ସବୁକିଛି ସେମାନେ ଅପହରଣ କଲେ। ସେହିଭଳି ସେମାନଙ୍କ ସମଗ୍ର ସମ୍ପଦର ଶିଶୁ ତଥା ପତ୍ନୀଗଣ ଓ ଗୃହରେ ଥିବା ସର୍ବସ୍ୱ ସେମାନେ କରାୟତ୍ତ କଲେ। ସେତେବେଳେ ଯାକୁବ ସିମିୟନ ଓ ଲେବିଙ୍କୁ କହିଲେ, ଏହି ଦେଶବାସୀ କାନାନୀୟ ତଥା ପେରିସୀୟମାନଙ୍କ ସମ୍ମୁଖରେ ମୋତେ ଘୃଣାପାତ୍ର କରାଇ ତୁମେମାନେ ମୋତେ ବିପଦାପନ୍ନ କରିଅଛ। ମୋର ଲୋକ ଅତି ନ୍ୟୁନ, ମୋ ବିରୁଦ୍ଧରେ ଏକତ୍ରିତ ହୋଇ ସେମାନେ ମୋତେ ଆକ୍ରମଣ କଲେ। ମୁଁ ବିନଷ୍ଟ ହେବି ଏବଂ ମୋର ତଥା ମୋର ପରିବାର ବର୍ଗ ଉଭୟଙ୍କର କ୍ଷତି ହେବ। କିନ୍ତୁ ସେମାନେ ପଚାରିଲେ, ଆମ ଭଗ୍ନୀକୁ ଏକ ଗଣିକା ଭାବେ ଗ୍ରହଣ କରିବା ସେମାନଙ୍କ ପକ୍ଷରେ କ'ଣ ଉଚିତ? ଅଧ୍ୟାୟ 35। ବେଥେଲ ଅଭିମୁଖେ ଯାକୁବଙ୍କ ଦ୍ୱିତୀୟ ଯାତ୍ରା। ଈଶ୍ୱର ଯାକୁବଙ୍କୁ କହିଲେ, ବେଥେଲକୁ ଯାଇ ସେଠାରେ ଅବସ୍ଥାନ କର। ତୁମ ସହୋଦର ଏସାଉଙ୍କ ସମୀପରୁ ପଳାୟନ କରିଥିବା କାଳରେ ତୁମର ସମ୍ମୁଖରେ ଆବିର୍ଭୂତ ଈଶ୍ୱରଙ୍କ ନାମରେ ସେଠାରେ ଗୋଟିଏ ବଳିପୀଠ ନିର୍ମାଣ କର। ସୁତରାଂ ନିଜ ପରିବାର ବର୍ଗ ତଥା ସହବର୍ତ୍ତୀମାନଙ୍କୁ ଯାକୁବ କହିଲେ, ତୁମ ସଙ୍ଗରେ ଥିବା ବିଦେଶୀ ଦେବ ପ୍ରତିମୂର୍ତ୍ତି ଗୁଡ଼ିକୁ ତୁମଠାରୁ ଦୂରେଇ ଦିଅ। ନିଜ ନିଜକୁ ଶୁଦ୍ଧପୂତ କରି ସମସ୍ତେ ନିଜ ବସ୍ତ୍ର ପରିବର୍ତ୍ତନ କରନ୍ତୁ। ତତ୍ପରେ ଆମେ ସମସ୍ତେ ବେଥେଲ ପର୍ଯ୍ୟନ୍ତ ପ୍ରସ୍ଥାନ କରିବା। ମୋର ଦୁଃଖ ସଙ୍କଟ ଦିନରେ ଯିଏ ମୋର ପ୍ରାର୍ଥନା ଶୁଣିଥିଲେ ଓ ଯେଉଁଠାକୁ ଗଲେ ମଧ୍ୟ ଯିଏ ମୋର ସହବର୍ତ୍ତୀ ହୋଇଥିଲେ, ସେହି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ମୁଁ ସେଠାରେ ଗୋଟିଏ ବଳିପୀଠ ନିର୍ମାଣ କରିବି। ତହୁଁ ସେମାନେ ନିଜ ଗହଣରେ ଥିବା ବିଦେଶୀ ଦେବମୂର୍ତ୍ତି ତଥା କର୍ଣ୍ଣାଭରଣ ଗୁଡ଼ିକୁ ଯାକୁବଙ୍କ ହସ୍ତରେ ସମର୍ପଣ କଲେ। ସେଖେମ ନିକଟବର୍ତ୍ତୀ ଓକ୍ ବୃକ୍ଷ ମୂଳରେ ସେ ସବୁ ପୋତି ଦେଲେ। ସେମାନେ ଯେତେବେଳେ ସେଠାକୁ ଯାତ୍ରାରମ୍ଭ କଲେ, ସେତେବେଳେ ସେମାନଙ୍କ ଚତୁଃପାର୍ଶ୍ୱସ୍ଥ ନଗରୀ ସମୂହ ଏକ ଦିବ୍ୟ ଭୀତିରେ ଭୟକାତର ହେଲେ। ତହୁଁ କେହି ଯାକୋବଙ୍କ ସନ୍ତାନମାନଙ୍କ ପଶ୍ଚାତ୍ ଧାବନ କଲା ନାହିଁ। ଯାକୁବ ଓ ତାଙ୍କ ସନ୍ତାନମାନେ କାନାନ ଦେଶସ୍ଥ ଲୁସ୍ ଅର୍ଥାତ୍ ବେଥେଲରେ ଆସି ପହଞ୍ଚିଲେ। ସେ ସେଠାରେ ଏକ ବଳିପୀଠ ନିର୍ମାଣ କଲେ ଏବଂ ସେ ସ୍ଥାନକୁ ଏଲ୍ ବେଥେଲ ନାମରେ ନାମିତ କଲେ, କାରଣ ସେ ନିଜ ସହୋଦରଙ୍କ ଠାରୁ ପଳାୟନ କରିଥିବା ସମୟରେ ଈଶ୍ୱର ତାଙ୍କ ସମ୍ମୁଖରେ ସେହିଠାରେ ଆବିର୍ଭୂତ ହୋଇଥିଲେ।
ରେବେକାଙ୍କ ପରିଚାରିକା ଦେବୋରା ସେଠାରେ ମୃତ୍ୟୁବରଣ କଲା ଓ ବେଥେଲ ଉପତ୍ୟକାସ୍ଥ ଏକ ଓକ୍ ବୃକ୍ଷ ମୂଳରେ ତାଙ୍କୁ କବର ଦିଆଗଲା। ତହୁଁ ସେ ସ୍ଥାନ ଆଲନ୍ କାବୁତ୍ ନାମରେ ଅଭିହିତ ହେଲା। ପାଦାନ ଆରାମ ଠାରୁ ପ୍ରତ୍ୟାବର୍ତ୍ତନ କଲାବେଳେ ଈଶ୍ୱର ପୁନରାୟ ଯାକୁବଙ୍କ ସମ୍ମୁଖରେ ଉଭା ହୋଇ ତାଙ୍କୁ ଆଶୀର୍ବାଦ କଲେ ଓ କହିଲେ, ତୁମ ନାମ ଯାକୁବ, କିନ୍ତୁ ତୁମେ ଆଉ କେବେ ହେଁ ଯାକୁବ ନାମରେ ନାମିତ ହେବ ନାହିଁ, ବରଂ ତୁମେ ଇସ୍ରାଏଲ ନାମରେ ଅଭିହିତ ହେବ। ତହୁଁ ସେ ଇସ୍ରାଏଲ ନାମରେ ଅଭିହିତ ହେଲେ। ଈଶ୍ୱର ପୁନରାୟ କହିଲେ, ସର୍ବଶକ୍ତିମାନ ଈଶ୍ୱର ଫଳବନ୍ତ ହୁଅ ଓ ବହୁ ସଂଖ୍ୟାରେ ବୃଦ୍ଧି ଲାଭ କର। ଏକ ଜନତା ତଥା ଜନତା ସମୂହ ତୁମଠାରୁ ଉଦ୍ଭବ ହେବେ। ତୁମ ଔରସରୁ ରାଜାଗଣ ଜାତ ହେବେ। ଆବ୍ରାହାମ ଓ ଇସାହାକଙ୍କୁ ପ୍ରଦାନ କରିଥିବା ଏହି ଦେଶ ମୁଁ ତୁମକୁ ତଥା ତୁମ ସନ୍ତାନମାନଙ୍କୁ ପ୍ରଦାନ କରିବି। ଅନନ୍ତର ତାଙ୍କ ସହ ବାକ୍ୟାଳାପ କରିଥିବା ସ୍ଥାନରୁ ଈଶ୍ୱର ଅନ୍ତର୍ଧାନ ହେଲେ। ଈଶ୍ୱର ତାଙ୍କ ସଙ୍ଗରେ ଆଳାପ କରିଥିବା ସ୍ଥାନରେ ଯାକୁବ ଗୋଟିଏ ଶିଳାସ୍ତମ୍ଭ ସ୍ଥାପନ କଲେ ଓ ତା ଉପରେ ପାନୀୟ ବଳି ଉତ୍ସର୍ଗ କରି ତୈଳ ଢାଳିଲେ। ଈଶ୍ୱର ନିଜ ସଙ୍ଗରେ ଆଳାପ କରିଥିବା ସ୍ଥାନକୁ ଯାକୁବ ବେଥେଲ ନାମ ନାମିତ କଲେ। ସେମାନେ ବେଥେଲରୁ ଯାତ୍ରା ଆରମ୍ଭ କଲେ। ଏଫ୍ରାଥାରେ ଆସି ପହଞ୍ଚିବାର ଅଳ୍ପ ସମୟ ପୂର୍ବେ ରାହେଲର ପ୍ରସବ ବେଦନା ଆରମ୍ଭ ହେଲା ଓ ସେ କଠୋର ପ୍ରସବ କ୍ଲେଶ ଅନୁଭବ କଲା। ତାର କଠିନ ପ୍ରସବ ବେଦନା ମଧ୍ୟରେ ଧାତ୍ରୀ ତାକୁ କହିଲା, ଭୀତ ହୁଅ ନାହିଁ, ଏହି ବାର ମଧ୍ୟ ତୁମେ ଗୋଟିଏ ପୁତ୍ର ଲାଭ କରିବ। କିନ୍ତୁ ତାର ମୃତ୍ୟୁ ସମୟ ସନ୍ନିକଟ ହୋଇଥିଲା। ଦେହ ବିୟୋଗ ସମୟରେ ସେ ନିଜ ପୁତ୍ରକୁ ବେନୋନି ନାମରେ ଅଭିହିତ କଲା, କିନ୍ତୁ ତାଙ୍କ ପିତା ତାଙ୍କୁ ବେଞ୍ଚମିନ୍ ନାମରେ ନାମିତ କଲେ। ଏହିପରି ଭାବେ ରାହେଲ ମୃତ୍ୟୁବରଣ କଲା ଓ ଏଫ୍ରାତା ଅଭିମୁଖେ ପଥ ପାର୍ଶ୍ୱରେ ବେଥଲେହେମ ନାମକ ସ୍ଥାନରେ ସମାଧିସ୍ଥ ହେଲା। ଯାକୋବ ତାର କବର ଉପରେ ଏକ ସ୍ତମ୍ଭ ଉତ୍ଥାପନ କଲେ। ତାହା ଅଦ୍ୟାବଧି ରାହେଲର ସମାଧି ସ୍ତମ୍ଭ ଭାବରେ ପରିଚିତ। ଇସ୍ରାଏଲ ପୁନରାୟ ଯାତ୍ରାରମ୍ଭ କରି ଏଦେର ଗମ୍ବୁଜକ ଅପର ପାର୍ଶ୍ୱରେ ଛାଉଣି ପକାଇଲେ। ଇସ୍ରାଏଲ ସେ ସ୍ଥାନରେ ଅବସ୍ଥାନ କରିଥିବା ସମୟରେ ରେଉବେନ ନିଜ ପିତାଙ୍କ ଉପପତ୍ନୀ ବିଲ୍ହା ସହ ସହବାସ କଲା ଓ ଇସ୍ରାଏଲ ସେ ସମ୍ପର୍କରେ ଅବଗତ ହେଲେ। ଯାକୁବଙ୍କ 12 ଜଣ ପୁତ୍ର ଥିଲେ। ଲେୟାର ପୁତ୍ରଗଣ ଥିଲେ ଯାକୁବଙ୍କ ପ୍ରଥମ ଜାତ ପୁତ୍ର ରେଉବେନ, ତତ୍ପରେ ସେମିଏନ, ଲେବି, ଜୁଦା, ଇସାକାର ଓ ସେବୁଲୁନ। ରାହେଲର ପୁତ୍ରମାନେ ଥିଲେ ଯୋସେଫ ଓ ବେଞ୍ଚମିନ୍। ରାହେଲର ପରିଚାରିକା ସିଲଫାର ପୁତ୍ରଗଣ ଦାନ ଓ ନାଫଥାଲି ଏବଂ ଲିଆଙ୍କ ପରିଚାରିକାଙ୍କ ବିଲ୍ହାର ପୁତ୍ରଗଣ ଗାଦ ଓ ଆସେର ଥିଲେ। ଏ ସମସ୍ତେ ଥିଲେ ପାଦାନ ଆରାମଠାରେ ଯାକୁବଙ୍କ ପାଇଁ ଜାତ ସନ୍ତାନଗଣ। ହେବ୍ରୋନ ନାମରେ ନାମିତ କିରିୟାତ ଆରବାସ୍ତ ମାମ୍ରେଠାରେ ବାସ କରିଥିବା ନିଜ ପିତା ଇସାହାକଙ୍କ ପାଖକୁ ଯାକୁବ ଆସିଲେ।
ସେ ସ୍ଥାନରେ ଆବ୍ରାହାମ ଓ ଇସାହାକ ବାସ କରିଥିଲେ। ଇସାହାକଙ୍କୁ 180 ବର୍ଷ ବୟସ ହୋଇଥିଲା। ଇସାହାକ ଶେଷ ନିଶ୍ୱାସ ତ୍ୟାଗ କଲେ। ବୃଦ୍ଧ ହୋଇ ନିଜ ଜୀବନ କାଳର ଦିନଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ସେ ମୃତ୍ୟୁ ହୋଇ ସ୍ୱଜନମାନଙ୍କ ସଙ୍ଗରେ ସମ୍ମିଳିତ ହେଲେ। ତାଙ୍କର ପୁତ୍ର ଏସାଉ ଓ ଯାକୁବ ତାଙ୍କୁ କବର ଦେଲେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମାର୍କୋଙ୍କ ସୁସମାଚାର ଅଧ୍ୟାୟ 4 ପଦ ସଂଖ୍ୟା 4। ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚେ ନାହିଁ, ବରଂ ଈଶ୍ୱରଙ୍କ ମୁଖ ନିଃସୃତ ପ୍ରତ୍ୟେକ ବାଣୀରେ ବଞ୍ଚେ। ପ୍ରାର୍ଥନା କରିବା। ପ୍ରଭୁ ଆମ୍ଭମାନଙ୍କୁ ବାକ୍ୟ ଦିଅ। ଧନ୍ୟବାଦ ଯୀଶୁ, ତୁମର ପବିତ୍ର ବାକ୍ୟ ପାଇଁ, ଜୀବନ୍ତ ବାକ୍ୟ ପାଇଁ ଆଜି ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।